ଆପଣଙ୍କୁ ଆପଣ ସେଠି ତାଙ୍କ ସାଙ୍ଗେ କାମ କରୁଥିଲେ କାଣା କରିବେ? ମୁଁ ହେଉଛି ଅମିତ ପଟ୍ଟନାୟକ। ମୁଁ ଜଣେ ଖ୍ରୀଷ୍ଟୀୟ ସଙ୍ଗୀତ ଜଗତର ଗୀତ ରଚକ ସଙ୍ଗୀତକ। ଆଉ ଇମାନ ସାର୍କୁ ହରାଇ ମୁଁ ଦୁଃଖିତ ମର୍ମାହତ ଅଟେ। ଏଭଳି ହୀରାକୁ ଆଜି ଆମେ ହରାଇ ଦେଇଛୁ। ସାରା ଓଡ଼ିଶାବାସୀ ଏକ ମୂଲ୍ୟବାନ ହୀରା କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ସହିତ ମୋର 2016ରୁ ସମ୍ପର୍କ ଥିଲା। ମୋର ପ୍ରାୟ 12ଟି ଗୀତ ଗାୟନ କରିଛନ୍ତି। ଆପଣମାନେ ଶୁଣିଥିବେ ଖ୍ରୀଷ୍ଟିଆନ ଗୀତ, ଯାହାକି କେତେବେଳେ ଚାଲିଯିବ ଜୀବନ, କେତେବେଳେ ଉଡ଼ିଯିବ ପରାଣ। ଏ ଗୀତ 2016 ମସିହାରେ ଗାଇଥିଲେ, ଯାହାକି ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲା, ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରିଥିଲା। ଆଉ ଅନେକ ଗୀତ ଯାହାକି ଅଛି ଦିନେ ମରଣ ବୋଲି ଗୋଟେ ଗୀତ ଥିଲା, ସେ ଗୀତ ମଧ୍ୟ ବହୁତ ଚହଳ ସୃଷ୍ଟି କରିଥିଲା ଅନ୍ତତ ହୃଦୟରେ। ତାହା ଆଜି ତାଙ୍କୁ ହରାଇ ମୁଁ ଦୁଃଖିତ। ମୁଁ ଗଜପତି ସୁଦୂର ସ୍ଥାନରୁ ଆସିଅଛି ତାଙ୍କ ମୃତ ଶରୀରକୁ ଟିକେ ସମାଧି କ୍ରିୟାରେ ଯୋଗଦାନ କରିବା ପାଇଁ। ମୋର ଅନେକ ଗୀତ ସେ ଗାନ କରିଛନ୍ତି, ମୋ ସହିତ ଭଲ ସମ୍ପର୍କ ଥିଲା। ଆଉ ଏଭଳି ଗାୟକଙ୍କୁ ପାଇବା ପାଇଁ ଆମ ମିଳିବ ନାହିଁ, ଯେହେତୁ ଏଭଳି ଗାୟକ ଜନ୍ମ ହୋଇଥିଲେ ଅଳ୍ପ ବୟସରୁ ସେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ଗୋଟେ ସବୁବେଳେ ସେ ରହିବେ, ଗୋଟେ ଅଭୁଲା ସ୍ମୃତି ହୋଇ ରହିବେ, ସବୁଦିନ ସମସ୍ତଙ୍କ ହୃଦୟରେ ରାଜ କରି। ଛୋଟରୁ ବୁଢ଼ା ସମସ୍ତେ ତାଙ୍କୁ ଜାଣିବେ। ଏଭଳି ଉତ୍ତମ କଣ୍ଠଶିଳ୍ପୀ, ସୁପରିଚିତ କଣ୍ଠଶିଳ୍ପୀ, ନାମୀ ଦାମୀ କଣ୍ଠଶିଳ୍ପୀକୁ ହରାଇ ଆଜି ପରିବାରବର୍ଗ, ବନ୍ଧୁବର୍ଗ, ଏ ଟିଟଲାଗଡ଼ ଗ୍ରାମବାସୀ ହେଉ କି ସାରା ଓଡ଼ିଶାବାସୀ, ସମଗ୍ର ଭାରତ ବର୍ଷରେ ବସବାସ କରୁଥିବା ଓଡ଼ିଆ ସମସ୍ତେ ଆଜି ତାଙ୍କ ଦୁଃଖରେ, ତାଙ୍କ ବିୟୋଗରେ ମ୍ରିୟମାନ ହୋଇପଡ଼ିଛନ୍ତି। ମୁଁ କହିବା ପାଇଁ ଚାହେଁ, ପ୍ରିୟ ପରିବାରକୁ ଶାନ୍ତି ଦିଅନ୍ତୁ, ସାନ୍ତ୍ୱନା ପ୍ରଦାନ କରନ୍ତୁ। ଆଉ ତାଙ୍କ ପରିବାର ନିମନ୍ତେ ଆମେ ସମସ୍ତେ ପ୍ରାର୍ଥନା କରୁ। ମୁଁ ଆଉ କିଛି କହିପାରୁନାହିଁ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। କାଲି ରାତି ସାରା ଆଉ ଶୋଇନାହିଁ ମୁଁ। ନା ଖାଇବାକୁ ଇଚ୍ଛା ଲାଗୁଛି, ନା ଭୋକ ହେଉଛି, ନା ନିଦ ହେଉଛି। ଏ ମନକୁ ହ୍ୟୁମାନ ସାର୍କୁ ତାପରଠାରୁ ତାଙ୍କ ସହିତ ଭଲ ସମ୍ପର୍କ ଥିଲା। ଆଜି ଗୋଟେ ଆମେ ଓଡ଼ିଶାବାସୀ ହୀରାକୁ ପାଖେ ବସିଛନ୍ତି, ଯାହାଙ୍କର ଗାୟନ ଶୈଳୀ ଅତି ଉଚ୍ଚ କୋଟିର ଥିଲା, ଦର୍ଶକକୁ ବାନ୍ଧି ରଖୁଥିଲା। ପରିବାର ସାରା ଓଡ଼ିଶାବାସୀ, ଭାରତରେ ବସବାସ କରୁଥିବା ସମସ୍ତଙ୍କ ପାଇଁ ଦୁଃଖ ସେ ବସିକି ଅଛନ୍ତି। ମୁଁ ଏତିକି କହିବି, ତାଙ୍କ ପରି କଣ୍ଠଶିଳ୍ପୀ ଜନ୍ମ କରିବା ବୁଝେ ଠିକ୍ ହେବ ନାହିଁ। ସଙ୍ଗୀତ ଜଗତର ଯୁଗ ଗୋଟେ ଅବସାନ। ଏମିତି ସେ ସଙ୍ଗୀତରେ ଲୋକମାନଙ୍କୁ ବାନ୍ଧି ରଖୁଥିଲେ, ଏମିତି ତାଙ୍କର ଟେକ୍ନିକ୍, ୱେ ଅଫ୍ ସିଙ୍ଗିଂ ସମଥିଙ୍ଗ ଡିଫରେଣ୍ଟ ଥିଲା। ଅତି କମ୍ ବୟସରେ ରାତାରାତି ସେ ଲୋକକୁ ଏତେ କମ୍ ବୟସରେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ବିଶ୍ୱାସ ହେଉନି। ତାଙ୍କ ପ୍ରତି ଆମେ ସମସ୍ତେ ଦୁଃଖିତ। ତାଙ୍କୁ ଆମେ ପାଇପାରିଛୁ। ସୁଦୂର ପାରଳାଖେମୁଣ୍ଡି ଗଜପତିରୁ ଟିଟଲାଗଡ଼କୁ ଏଇ ସମାଧି କ୍ରିୟାରେ ଯୋଗ ଦେବା ପାଇଁ, ଶେଷ ଦେଖା କରିବା ପାଇଁ ଆସିଅଛି। ପରିବାର ଶାନ୍ତି ସନ୍ତନା ପ୍ରଦାନ କରିବା ପାଇଁ କେହି ନାହିଁ। ଯଥେଷ୍ଟ ହିଁ ପରିବାରକୁ ଶାନ୍ତି ସନ୍ତନା ପ୍ରଦାନ କରନ୍ତୁ। ଆଜି ଆମ ଗ୍ରହଣରୁ ଏକ ମୂଲ୍ୟବାନ ଜିନିଷ ଚାଲିଯାଇଛି, ଯାହା ଖୋଜିଲେ ବି ମିଳିବ ନାହିଁ। ସେ ଆଜି ଆମକୁ ଛାଡ଼ି ବିଦାୟ ଦେଇଛନ୍ତି। ଆମଠାରୁ ସିଏ ଇହଦିଆମ ତ୍ୟାଗ କରୁଛନ୍ତି ସତ, କିନ୍ତୁ ତାଙ୍କର ଗୀତ ଗୁଡ଼ାକ ସବୁଦିନ ପାଇଁ ଉଜ୍ଜୀବିତ ହେବେ। ଏବଂ ତାପରେ ଆମେ ଆମର ମହାମାନ୍ୟ ବିଶ୍ୱ ମହୋଦୟଙ୍କ ଦ୍ୱାରା ଆମେ ପ୍ରାର୍ଥନା କରିବା ଏବଂ ଆମେ ସମାପ୍ତ କରିବା। ଜୀବନ କେତେବେଳେ ଉଡ଼ି ଯିବ ପରାଣ, କେତେବେଳେ ଚାଲିଯିବ ଜୀବନ, କେତେବେଳେ ଉଡ଼ି ଯିବ ପରାଣ। ଜୀବନ ଚାଲିଯିବା ଗରୁ, ପରାଣ ଉଡ଼ି ଯିବା ଗରୁ।
জীবন চালি ଯିବା କରୁ ପରାଣ ଉଡ଼ି ଯିବା କରୁ যিশু পাশে সমর্পিবা এ আত্মা মন কিতেরে চালি জীব জীবন জীবন কেতেবেলে চালি জীব জীবন আজ এভଳି ଏକ ଅନନ୍ୟ ପ୍ରତିଭାର ଅଧିକାରୀ ଘରେ ଘରେ ପରିଚିତ ଛୋଟ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏପରି ଏକ ସୁପରିଚିତ କଣ୍ଠଶ୍ରୀକୁ ହରାଇ ସାରା ଓଡ଼ିଶା ଆଜି ଚକିତ ସ୍ତବ୍ଧ ମର୍ମାହତ ଓ ଦୁଃଖିତ ଯେତେବେଳେ ପ୍ରାର୍ଥନା କରୁଛି ନିବେଦନ କରୁଛି ତାଙ୍କ ଶରୀରକୁ ପ୍ରଭୁ ତୁମେ ନେଇଯାଇଅଛ ତାଙ୍କ ଶରୀରକୁ ତୁମେ ସୁରକ୍ଷା ଦିଅ ପ୍ରଭୁ ଅବରକୁ ସୁରକ୍ଷା ଦିଅ ତାଙ୍କ ପରିବାରକୁ ଶାନ୍ତି ସାନ୍ତ୍ୱନା ପ୍ରଦାନ କର ଦୀର୍ଘ 10 ବର୍ଷ ଧରି ସେ ଖ୍ରୀଷ୍ଟୀୟ ସମାଜର ମୋ ଗୀତ ଗୁଡ଼ାକ ମୋ ଦ୍ୱାରା ରଚିତ ଗୀତ ମୋ ଦ୍ୱାରା ରଚିତ ସରସ୍ୱତନ୍ତ୍ର ଗୀତ ରଚି ଗାନ କରୁଥିଲେ ଏଣୁ ଏଭଳି ବ୍ୟକ୍ତିତ୍ୱକୁ ହରାଇ ଆଜି ସମଗ୍ର ଓଡ଼ିଶାବାସୀ ଦୁଃଖରେ ମର୍ମାହତ ଏଭଳି ବ୍ୟକ୍ତିତ୍ୱ ଏକ ଯୁବ ଜନ୍ମାଉଛି ସଙ୍ଗୀତ ଜଗତରେ ଏକ ଯୁବ ଅବସ୍ଥାନ ଘଟିଅଛି ଆମ ଖ୍ରୀଷ୍ଟୀୟ ସମାଜ ପାଇଁ ଓଡ଼ିଶାର ସଙ୍ଗୀତ ଜଗତ ପାଇଁ ଏଇଟା ହେଉଛି ଅକ୍ଷୟ କ୍ଷତି ଅଛି ধন্যবাদ ভাই বাপ্তি সামল ধন্যবাদ ଆମେ এই ସ୍ଥାନରେ ଅନେକ ଧର୍ମାଞ୍ଚଳର ପାଳକ ବନ୍ଧୁମାନେ ଅଛନ୍ତି ଧର୍ମାଞ୍ଚଳର ଉପସଭାପତି ଅଛନ୍ତି ଆମେ ସମାଜ ସାପେକ୍ଷ ଦୃଷ୍ଟିରୁ ଆମେ କାହାକୁ ଆଉ ଏମିତି ପରିବାର କାହାକୁ ପାଇବୁ ଗୋଟିଏ ଭଲ ଆମେ କହିବା ମୁଁ ଜାଣେ କେବଳ କେତେବେଳେ ଉଡ଼ି ଯିବ ପରାଣ ଜୀବନ ଛାଡ଼ି ଯିବା କରୁ ପରାଣ ଉଡ଼ି ଯିବା କରୁ ଜୀବନ ଛାଡ଼ି ଯିବା କରୁ ପରାଣ ଉଡ଼ି ଯିବା କରୁ ଯୀଶୁ ପାଶେ ସମର୍ପିବା ଏ ମନ কেতেবেলে চালি জীব জীবন জীবন কেতেবেলে চালি জীব জীবন আজ এভଳି ଏକ ଅନନ୍ୟ ପ୍ରତିଭାର ଅଧିକାରୀ ଘରେ ଘରେ ପରିଚିତ ଛୋଟ ପିଲାଠାରୁ ଆରମ୍ଭ କରି ଏପରି ଏକ ସୁପରିଚିତ କଣ୍ଠଶ୍ରୀକୁ ହରାଇ ସାରା ଓଡ଼ିଶା ଆଜି ଚକିତ ସ୍ତବ୍ଧ ମର୍ମାହତ ଓ ଦୁଃଖିତ ଯେତେବେଳେ ପ୍ରାର୍ଥନା କରୁଛି ନିବେଦନ କରୁଛି ତାଙ୍କ ଶରୀରକୁ ପ୍ରଭୁ ସୁରକ୍ଷା ଦିଅ ତାଙ୍କ ପରିବାରକୁ ଶାନ୍ତି ସାନ୍ତ୍ୱନା ପ୍ରଦାନ କର ଦୀର୍ଘ 10 ବର୍ଷ ଧରି ସେ ଖ୍ରୀଷ୍ଟୀୟ ସମାଜର ମୋ ଗୀତ ଗୁଡ଼ାକ ମୋ ଦ୍ୱାରା ରଚିତ ଗୀତ ମୋ ଦ୍ୱାରା ରଚିତ ସରସ୍ୱତନ୍ତ୍ର ଗାନ କରୁଥିଲେ ଏଣୁ ଏଭଳି ବ୍ୟକ୍ତିତ୍ୱକୁ ହରାଇ ଆଜି ସମଗ୍ର ଓଡ଼ିଶାବାସୀ ଦୁଃଖରେ ମର୍ମାହତ ଏଭଳି ବ୍ୟକ୍ତିତ୍ୱ ଏକ ଯୁବ ଜନ୍ମାଉଛି ସଙ୍ଗୀତ ଜଗତରେ ଏକ ଯୁବ ଅବସ୍ଥାନ ଘଟିଅଛି ଆମ ଖ୍ରୀଷ୍ଟୀୟ ସମାଜ ପାଇଁ ଓଡ଼ିଶାର ସଙ୍ଗୀତ ଜଗତ ପାଇଁ ଏଇଟା ହେଉଛି ধন্যবাদ ভাই বাপ্তি সামল